ନମସ୍କାର। ଆମେ କହିବାର କାରଣ ଯେ ଗରିବଙ୍କ ଭାରି ଅତ୍ୟାଚାର ହେଉଛି। ଗରିବଙ୍କ ପାଇଁ ସରକାର କିଛି ଯଦି ସାହାଯ୍ୟ ଯଦି କରନ୍ତା ତାହେଲେ ଭଲ ହୁଅନ୍ତା। ଜନତା ଜନାର୍ଦ୍ଦନ ଜନତାଙ୍କର ସେବକ ଆପଣମାନେ। ଆପଣଙ୍କୁ ଆମର ଅନୁରୋଧ ଯେ ଯେତିକି ବୁଢ଼ାବୁଢ଼ୀମାନଙ୍କୁ ତାଙ୍କ ପିଲାମାନେ କଷ୍ଟ ଦେଉଛନ୍ତି, ତାଙ୍କ ପିଲାମାନଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ, ତୁରନ୍ତ ପଦକ୍ଷେପ ନେଇଯାଉ। ସରକାରଙ୍କୁ ମୋର ଏତିକି ଅନୁରୋଧ। ଯେଉଁ ଘର ଭିତରେ ବାପା ମାଆଙ୍କୁ ଯିଏ ବାଡ଼ଉଛି, ଯାହା ପିଲା ମଦ ପିଇ, ଟୋଟାଲ ସରକାରଙ୍କୁ ଆମ ତରଫରୁ କହୁଛୁ, ସମାଜସେବୀ, ମଦ ବ୍ୟାନ୍ କରାଯାଉ। ସେ ଦେଶୀ ହେଉ କିମ୍ବା ବିଦେଶୀ ହେଉ। ନିଶା ଯଦି ବନ୍ଦ ହୁଅନ୍ତା ଭଲ ସମସ୍ତ ପାଇଁ। এই ନିଶା ଖାଇ ଲୋକ ମରୁଛନ୍ତି। এই ପାଉଡ଼ର ନିଶା ବି ବନ୍ଦ କରାଯାଉ। ବ୍ରାଉନ୍ ସୁଗର ଆମେ ପୁରିକି କି ଆମର ପଞ୍ଚକୋଶ କ୍ଷେତ୍ରକୁ ନ ପଶୁ। ଶ୍ରୀ ଜଗନ୍ନାଥ ମନ୍ଦିର ଆମର ବଡ଼ ମନ୍ଦିର। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମ କୋଟି ଓଡ଼ିଆଙ୍କର ମୌଳମଣି। ଜୟ ଶ୍ରୀ ଜଗନ୍ନାଥ। ଜଗନ୍ନାଥଙ୍କ ପାଖରେ ମୋର କୋଟି 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 ପ୍ରଣାମ। ଜଗନ୍ନାଥଙ୍କୁ ଆମେ ଏତିକି ବି ଜଣାଉଛୁ, କାହା କଣ୍ଠରେ ବସି ନିଶା ଦ୍ରବ୍ୟ ବନ୍ଦ କରାଯାଉ। ବ୍ରାହ୍ମଣମାନଙ୍କୁ ଅତ୍ୟାଚାରରୁ ରକ୍ଷା କରାଯାଉ। ବ୍ରାହ୍ମଣମାନଙ୍କୁ କରାଯାଉଛି ମାଡ଼। ବ୍ରାହ୍ମଣମାନେ କିଛି ସାହାଯ୍ୟ ନାହିଁ। ବ୍ରାହ୍ମଣମାନଙ୍କୁ ଯଦି କିଛି ମିଳନ୍ତା ସରକାରଙ୍କ ତରଫରୁ ସାହାଯ୍ୟ, ବ୍ରାହ୍ମଣ ପଢ଼ିକିରି ବେକାରିଆ, ବ୍ରାହ୍ମଣମାନେ କରିବ କ'ଣ? ଯେଉଁଠି ବ୍ରାହ୍ମଣମାନେ ଯେଉଁଠି ଭିକ ମାଗିବାକୁ ଗଲେ ସେତେ ବି ଭିକ ବି ଗଣ୍ଡେ ବି ମିଳୁନି। ଆପଣମାନେ ବି ଦେଖିଦେବେ, କିଛି ଲୋକ ଆସିକିରି ଆମ ଜଗନ୍ନାଥ ମନ୍ଦିର ପାଖରେ ଚନ୍ଦନ ଲଗାଉଛନ୍ତି। କିଏ 5 ଟଙ୍କା, କିଏ ଟଙ୍କା, କିଏ 2 ଟଙ୍କା, କିଏ ଗାଳି ମଧ୍ୟ ବି କରୁଛନ୍ତି। ତା ଦେହରେ ବି ଆସିକିରି ଗଭର୍ଣ୍ଣମେଣ୍ଟ ସରକାର, ଏଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରୋଟେକ୍ସନ୍ ଦେବା କଥା। ବ୍ରାହ୍ମଣମାନଙ୍କୁ ଗୋଟେ ଆରେଷ୍ଟ କରିକିରି ଜେଲ୍ ଭିତରେ ନେଇକିରି ମୋହନ ମାଝୀ ନେଇକିରି ବସାଉଛନ୍ତି। ସେ କ'ଣ ଜାଣିଛନ୍ତି ବ୍ରାହ୍ମଣ ସମାଜର କଥା? ସାମାନ୍ୟ ଜିତୁ ମୁଣ୍ଡା, ତା ଭଉଣୀ ମରିଗଲା, ତା କଙ୍କାଳ ନେଇକି ଯିଏ ବ୍ୟାଙ୍କରେ ଯିଏ ଠିଆ କଲେ, ଯିଏ ତାଙ୍କର ନେତା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଦିବାସୀଙ୍କ କଥା ଯିଏ ନ ବୁଝିପାରୁଛି ସେ ଓଡ଼ିଆଙ୍କ କଥା ଆଜ୍ଞା କ'ଣ ବୁଝିବ? ସେ କେବଳ ଜାଣିଛନ୍ତି ପଖାଳ ଖାଇବା ଆଉ ଟାଙ୍କୁକୁ ଟେକିକି ଶୋଇବା। ଜୟ ଜଗନ୍ନାଥ। ଆମର ଏ ସରକାର ଦରକାର କି ନାହିଁ, ଆପଣମାନେ ଜନତା ଭାଇମାନେ ଏଇଟା ଫଇସଲା କରିକି କହିବେ, ଆମର ନବୀନ ବାବୁ ଭଲ ନା ମୋହନ ମାଝୀ ଭଲ?